ପିଲାମାନେ ଏ ଭିଡ଼ିଓଟି ହେଉଛି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ। ତ ଆଗରୁ ମୁଇଁ ସେଇ ମୋ ପ୍ରିୟଜନ ମୁଇଁ କରିଦେଇଛି। ଆଜି ଆମେ ପଢ଼ିବା ପ୍ରାକ୍ଟିସ୍ କରିବା ଆଶରେ ଧରିବା ଜହ୍ନ, ତାର କ୍ୱେଶ୍ଚିନ୍ ଗୁଡ଼ାକ ପ୍ରାକ୍ଟିସ୍ କରିବା, ପରୀକ୍ଷା ପାଇଁ ପ୍ରିପେୟାର ହେବା। ଆଉ ଟାଇମ୍ ୱେଷ୍ଟ କରିବାନି। ଚାଲ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଅଛି ଟିକେ ଦେଖିଦେବା। ଟିକେ ଜଷ୍ଟ ବଡ଼ କରିଦେଲେ। ଏଠି କ'ଣ ଅଛି? ନିମ୍ନରେ ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। ଫାର୍ଷ୍ଟ କ୍ୱେଶ୍ଚିନ୍ ଟିକେ ବଡ଼ କରିଦେବା କଲର। ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଅଛି? ମାଙ୍କଡ଼ମାନେ କେଉଁଠାରେ ବସିଥିଲେ? ମାଙ୍କଡ଼ମାନେ କେଉଁଠାରେ ବସିଥିଲେ? ପୋଖରୀ କୂଳରେ, ଗଛ ମୂଳରେ, ପୋଖରୀ କୂଳରେ ଥିବା ଗଛରେ, ଏଥିମଧ୍ୟରୁ କୌଣସିଟି ନୁହେଁ। ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେବ ପିଲାମାନେ ପୋଖରୀ କୂଳରେ ଥିବା ଗଛରେ। ଇଏ ହେବ ରାଇଟ୍ ଆନ୍ସର ହେଲା। ନେକ୍ସଟ କ୍ୱେଶ୍ଚିନ୍ ଯିବା। ତାପରେ ଜହ୍ନକୁ ଦେଖି ମାଙ୍କଡ଼ମାନେ କ'ଣ କଲେ? କ୍ୱେଶ୍ଚିନ୍ ନମ୍ବର 2। ଜହ୍ନକୁ ଦେଖି ମାଙ୍କଡ଼ମାନେ କ'ଣ କଲେ? ଧରି ପକାଇଲେ, ଧରିବାକୁ ଉପାୟ ପାଞ୍ଚିଲେ, ଧରି ଛାଡ଼ିଦେଲେ, କୌଣସିଟି ନୁହେଁ। ରାଇଟ୍ ଆନ୍ସର କେଉଁଟା ହେବ? ଧରିବାକୁ ଉପାୟ ପାଞ୍ଚିଲେ ହେଲା। ତାପରେ ଆରେ କୁଆଡ଼େ ଗଲା ଜହ୍ନ? କ୍ୱେଶ୍ଚିନ୍ ନମ୍ବର 3। ଆରେ କୁଆଡ଼େ ଗଲା ଜହ୍ନ ଏ କଥା କିଏ କହିଲା? ପହଁରୁଥିବା ମାଙ୍କଡ଼, ଗଛରେ ଥିବା ମାଙ୍କଡ଼, ବୁଢ଼ା ମାଙ୍କଡ଼, ଶୋଇଥିବା ମାଙ୍କଡ଼। ରାଇଟ୍ ଆନ୍ସର ହେବ ପହଁରୁଥିବା ମାଙ୍କଡ଼ ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 4। ଜହ୍ନ ଧରିବା ପାଇଁ ମାଙ୍କଡ଼ମାନେ କ'ଣ କଲେ? କୁଦା ମାରିଲେ, ଯୋଜନା କଲେ, ହାତ ବଢ଼ାଇଲେ, ପହଁରିଲେ। ଯୋଜନା କଲେ। ଯୋଜନା କଲେ ଏଇଟା ହେବ ଠିକ୍ ଉତ୍ତର ହେଲା। ତାପରେ 5 ନମ୍ବର। ମାଙ୍କଡ଼ମାନେ ଜହ୍ନକୁ ଧରିବା ପାଇଁ କେତେ ଥର ଚେଷ୍ଟା କଲେ? 2 ଥର, 3 ଥର, 4 ଥର, 5 ଥର। ରାଇଟ୍ ଆନ୍ସର ହେବ 2 ଥର। ତାପରେ କ୍ୱେଶ୍ଚିନ୍ ନମ୍ବର 6। ମାଙ୍କଡ଼ମାନେ କେଉଁଠାରେ ଜହ୍ନକୁ ଦେଖିଲେ? ସମୁଦ୍ରରେ, କୂଅରେ, ପୋଖରୀରେ, କୌଣସିଟି ନୁହେଁ। ଏ ଭିତରୁ ରାଇଟ୍ ଆନ୍ସର ହେବ କେଉଁଟା? ପୋଖରୀରେ ହେଲା। ତାପରେ 7 ନମ୍ବର। 7 ନମ୍ବର। ମାଙ୍କଡ଼ମାନେ କାହିଁକି ଜହ୍ନକୁ ଧରିପାରିଲେ ନାହିଁ? ପୋଖରୀ ଜଳରେ ଜହ୍ନ ନଥିଲା, କେବଳ ଜହ୍ନର ପ୍ରତିବିମ୍ବ ଥିଲା। ଏଇଟା ଠିକ୍ ଉତ୍ତର ହେବ ନା ଜହ୍ନ ବହୁତ ଦୂରରେ ଥିବାରୁ, ନା ମାଙ୍କଡ଼ମାନଙ୍କ ହାତ ନ ପାଇବାରୁ, କୌଣସିଟି ନୁହେଁ। ଏ ଭିତରୁ ମୋତେ ଲାଗୁଛି ନାହିଁ, ପୁରା କରେକ୍ଟ ଉତ୍ତର ହେବ ପୋଖରୀ ଜଳରେ ଜହ୍ନ ନଥିଲା, କେବଳ ଜହ୍ନର ପ୍ରତିବିମ୍ବ ଥିଲା। ତାପରେ କ୍ୱେଶ୍ଚିନ୍ ନମ୍ବର 8। ମାଙ୍କଡ଼ମାନଙ୍କ ଯୋଜନା କିଏ ଶୁଣୁଥିଲା? ମାଙ୍କଡ଼ମାନଙ୍କ ଯୋଜନା କିଏ ଶୁଣୁଥିଲା? ଛୁଆ ମାଙ୍କଡ଼, ବାଘ, ବୁଢ଼ା ମାଙ୍କଡ଼, ସିଂହ। ରାଇଟ୍ ଆନ୍ସର ହେବ ବୁଢ଼ା ମାଙ୍କଡ଼। ତାପରେ କ୍ୱେଶ୍ଚିନ୍ ନମ୍ବର 9। ମାଙ୍କଡ଼ମାନେ ଧରାଧରି ହୋଇ ଲଟକିଲା ବେଳେ କ'ଣ ହେଲା? ଗଛର ଡାଳଟି ଝୁଲିଗଲା, ଗଛର ଡାଳଟି ଭାଙ୍ଗିଗଲା, ମାଙ୍କଡ଼ମାନେ ଦୋଳି ଖେଳିଲେ, କୌଣସିଟି ନୁହେଁ। ରାଇଟ୍ ଆନ୍ସର କେଉଁଟା? ଗଛର ଡାଳଟି ଭାଙ୍ଗିଗଲା। ତାପରେ କ୍ୱେଶ୍ଚିନ୍ ନମ୍ବର 10। ମାଙ୍କଡ଼ମାନେ ଚୁପ୍ ଚୁପ୍ ହୋଇ କଥା ହେଉଥିଲେ କାହିଁକି? ଉତ୍ତର କେଉଁଟା ହେବ? କାଳେ ଜହ୍ନ ତାଙ୍କ କଥା ଶୁଣିଦେବ, ନା କାଳେ ବୁଢ଼ା ମାଙ୍କଡ଼ଟି ଜହ୍ନକୁ କହିଦେବ, ଚୁପ୍ ଚୁପ୍ କଥା ହେବା ପାଇଁ ସେମାନଙ୍କୁ ଭଲ ଲାଗୁଥିଲା, ନା କୌଣସିଟି ନୁହେଁ। ଏ ଭିତରୁ କେଉଁଟା ଉତ୍ତର ହେବ? ରାଇଟ୍ ଆନ୍ସର ହେଉଛି ପିଲାମାନେ କାଳେ ଜହ୍ନ ତାଙ୍କ କଥା ଶୁଣିଦେବ ହେଲା। ଏଇଟା ହେଉଛି ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚିନ୍ ନମ୍ବର 11। ଅଦାରେ ଜୁଡ଼ୁବୁଡ଼ୁ ମାଙ୍କଡ଼ଟି କ'ଣ କଲା? ଲାଜରେ ପଳାଇଗଲା, ଶୀତରେ ଥରିବାକୁ ଲାଗିଲା, ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା, ନିଆଁ ପୋଇ ହେଉଥିଲା। ରାଇଟ୍ ଆନ୍ସର ପିଲାମାନେ ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। ଏଇଟା ହେଉଛି ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚିନ୍ ନମ୍ବର 12। ପୋଖରୀ ଭିତରେ ଜହ୍ନ କୁଆଡ଼େ ଗଲା ବୋଲି ମାଙ୍କଡ଼ମାନେ କ'ଣ ଭାବିଲେ? ପୋଖରୀ ଭିତରୁ ଜହ୍ନ ଉପରକୁ ଉଠି ଆକାଶକୁ ଚାଲିଗଲା, ମାଙ୍କଡ଼ଟିର କୁଦାରେ ବୋଧହୁଏ ଜହ୍ନ ଡରିଗଲା,
ପାଣି ଭିତରେ ଲୁଚିଗଲା, ଏଥିରେ କୌଣସିଟି ବି ନାହିଁ। ରାଇଟ୍ ଆନ୍ସର ପିଲାମାନେ, ମାଙ୍କଡ଼ଟିର କୁଦାରେ ବୋଧହୁଏ ଜହ୍ନ ଡରିଗଲା। ଏଇଟା ହେଉଛି ରାଇଟ୍ ଆନ୍ସର। ତାପରେ କ୍ୱେଶ୍ଚିନ୍ ନମ୍ବର 13, ଜହ୍ନକୁ ଧରି ନ ପାରି ମାଙ୍କଡ଼ମାନେ କ'ଣ କଲେ? ଜହ୍ନକୁ ଧରିବାକୁ ଚୁପ୍ ଚୁପ୍ ଯୋଜନା କଲେ, ନା ବଡ଼ ପାଟିରେ କୋଳାହଳ କଲେ, ଜହ୍ନକୁ ଧରିବା ପାଇଁ ଜାଲ ଯୋଗାଡ଼ କଲେ, ଗଛରେ ଚଢ଼ି ଏ ଡାଳ ସେ ଡାଳ ଡେଇଁଲେ। ରାଇଟ୍ ଆନ୍ସର ପିଲାମାନେ, ଜହ୍ନକୁ ଧରିବାକୁ ଚୁପ୍ ଚୁପ୍ ଯୋଜନା କଲେ। ତାପରେ କ୍ୱେଶ୍ଚିନ୍ ନମ୍ବର 14, ଆକାଶର ଜହ୍ନକୁ ପୋଖରୀରେ ଦେଖି ମାଙ୍କଡ଼ମାନେ କ'ଣ କଲେ? ଖୁସି ହେଲେ, ଆଶ୍ଚର୍ଯ୍ୟ ହେଲେ, ଦୁଃଖିତ ହେଲେ, କୌଣସିଟି ନୁହେଁ। ରାଇଟ୍ ଆନ୍ସର ହେବ କେଉଁଟା? ଖୁସି ହେଲେ। ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 15, ଜହ୍ନକୁ ପୋଖରୀ ଭିତରୁ ଧରିବା ପାଇଁ କିଏ ପୋଖରୀକୁ କୁଦା ମାରିଲା? ମାଙ୍କଡ଼ମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼, ଖ ମାଙ୍କଡ଼ମାନଙ୍କ ମଧ୍ୟରୁ ଦୁଇଟି ମାଙ୍କଡ଼, ଗ ମାଙ୍କଡ଼ମାନଙ୍କ ଦଳପତି, ଗଛରେ ଥିବା ସମସ୍ତ ମାଙ୍କଡ଼। ମାଙ୍କଡ଼ମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼। 15 ନମ୍ବର କ ହେଉଛି ରାଇଟ୍ ଆନ୍ସର। ତାପରେ 16 ନମ୍ବର, ଆସରେ ଧରିବା ଜହ୍ନ ବିଷୟରେ ଅଭ୍ୟାସ ପ୍ରଶ୍ନରେ ନାଟକ ଦେଖିବା କଥା ଶୁଣି କାହାର ଖୁସି କହିଲେ ନ ସରେ ବୋଲି କୁହାଯାଇଛି? ରାଇଟ୍ ଆନ୍ସର ହେଉଛି ମନୁର। ମାଙ୍କଡ଼ର ହେବନି, ଜହ୍ନର ନାହିଁ, ପୋଖରୀ ନାହିଁ। ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 17, ଆସରେ ଧରିବା ଜହ୍ନ ଗଳ୍ପରେ କେତୋଟି ମାଙ୍କଡ଼ ଲଟକୁଥିବାର ଚିତ୍ର ଦିଆଯାଇଛି? 2ଟି, 3ଟି, 4ଟି, 5ଟି। ରାଇଟ୍ ଆନ୍ସର ହେବ 3ଟି। ହେଲା। ତାପରେ କ୍ୱେଶ୍ଚିନ୍ ନମ୍ବର 18, ମାଙ୍କଡ଼ମାନେ ହାତ ଧରାଧରି ହୋଇ ଡାଳରେ ଲଟକୁଥିବା ବେଳେ କେଉଁ ମାଙ୍କଡ଼ଟି ଧରିଥିବା ଡାଳଟି ହଠାତ୍ ମୋଡ଼ କରି ଭାଙ୍ଗିଗଲା? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ରାଇଟ୍ ଆନ୍ସର ହେବ ପ୍ରଥମ ମାଙ୍କଡ଼ଟି। ହେଲା। ତାପରେ ତଳର ବିପରୀତ କ'ଣ? ଉପର, ଆକାଶ, ତଳିଆ, ଅତଳ। ରାଇଟ୍ ଆନ୍ସର ହେବ ଉପର। ବୁଢ଼ା ମାଙ୍କଡ଼ଟି ଗଛ ଡାଳରେ ବସି କ'ଣ କରୁଥିଲା? ପିଲାମାନଙ୍କ କାମ ଦେଖୁଥିଲା, ପିଜୁଳି ଖାଉଥିଲା, ଡାଳ ଭାଙ୍ଗୁଥିଲା, ଜହ୍ନକୁ ଧରିବାକୁ ଯୋଜନା କରୁଥିଲା। ରାଇଟ୍ ଆନ୍ସର ହେବ ପିଲା ମାଙ୍କଡ଼ମାନଙ୍କ କାମ ଦେଖୁଥିଲା। ତାପରେ କ୍ୱେଶ୍ଚିନ୍ ନମ୍ବର 14, ଆସରେ ଧରିବା ଜହ୍ନ ଗପରୁ ଆମେ କ'ଣ ଶିଖିଲେ? ତରବରିଆ ଭାବେ କାମ କରିବା ଉଚିତ, ଭାବିଚିନ୍ତି କାମ କରିବା ଉଚିତ, କାମରେ ଭଲ ମନ୍ଦ ବିଚାର କରିବା ନାହିଁ, ଯେକୌଣସି ଉପାୟରେ କାମ ହାସଲ କରିବା। ଏଥିରୁ ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେବ ଭାବିଚିନ୍ତି କାମ କରିବା ଉଚିତ, ଯେଉଁଟାକି 21 ନମ୍ବର ଖ। ତାପରେ 22 ନମ୍ବର, ଡେଇଁ ପଡ଼ିଥିବା ମାଙ୍କଡ଼ଟି କାହିଁକି ଜହ୍ନକୁ ପାଇଲା ନାହିଁ? ଜହ୍ନ ଦୌଡ଼ି ପଳାଇଲା, ଜହ୍ନ ମାଙ୍କଡ଼ର କୁଦାରେ ଡରି ଲୁଚିଗଲା, ଜହ୍ନର ପ୍ରତିବିମ୍ବ ଅସ୍ଥିର ଜଳରେ ଦିଶିଲା ନାହିଁ, ଜହ୍ନ ଉପରକୁ ଉଠିଗଲା। ରାଇଟ୍ ଆନ୍ସର କେଉଁଟା? ଜହ୍ନର ପ୍ରତିବିମ୍ବ ଅସ୍ଥିର ଜଳରେ ଦିଶିଲା ନାହିଁ। ତାପରେ ପାଣି ଭିତରେ ଜହ୍ନର ଛାଇ କାହିଁକି ଉଭେଇଗଲା? ମାଙ୍କଡ଼କୁ ଡରି କରି ଜହ୍ନର ଛାଇ ପଳାଇଗଲା, ମାଙ୍କଡ଼ ଡିଆଁରେ ପାଣି ଚହଲି ଯିବାରୁ, ମାଙ୍କଡ଼ମାନଙ୍କ ମଧ୍ୟରେ କଳି ଲାଗିବାରୁ, ରାତି ହୋଇଥିବାରୁ। ରାଇଟ୍ ଆନ୍ସର ହେଉଛି ପିଲାମାନେ ମାଙ୍କଡ଼ ଡିଆଁରେ ପାଣି ଚହଲି ଯିବାରୁ। ତାପରେ କ୍ୱେଶ୍ଚିନ୍ ନମ୍ବର 24, ଅଦାରେ ଜୁଡ଼ୁବୁଡ଼ୁ ମାଙ୍କଡ଼ଟି କ'ଣ କଲା? ଶୀତରେ ଥରିବାକୁ ଲାଗିଲା, ଲାଜରେ ପଳାଇଗଲା, ନିଆଁ ପୋଇଁ ହେଉଥିଲା, ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। ତ ରାଇଟ୍ ଆନ୍ସର ହେବ ପିଲାମାନେ ଘଟା, ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଥିଲା।
ତାପରେ କ୍ୱେଶ୍ଚିନ୍ ନମ୍ବର 25, ମାଙ୍କଡ଼ମାନେ କେଉଁଠାରେ ଜହ୍ନକୁ ଦେଖିଲେ? ଆକାଶରେ, ପୋଖରୀରେ, ଗଛ ଉପରେ, ନଦୀରେ। ରାଇଟ୍ ଆନ୍ସର୍ ପୋଖରୀରେ। ତାପରେ କ୍ୱେଶ୍ଚିନ୍ ନମ୍ବର 26, କେଉଁମାନେ ପୋଖରୀରେ ଜହ୍ନକୁ ଦେଖିଲେ? ମାଙ୍କଡ଼ ପଲ, ଦଳେ ମାଙ୍କଡ଼, 7-8ଟି ମାଙ୍କଡ଼, 4ଟି ମାଙ୍କଡ଼। ଦଳେ ମାଙ୍କଡ଼ ହେଲା, ଏଇଟା ହେଉଛି ରାଇଟ୍ ଆନ୍ସର୍। ତାପରେ କ୍ୱେଶ୍ଚିନ୍ ନମ୍ବର 27, 27ରେ କ'ଣ ହେବ? ପ୍ରକୃତିରେ ଜହ୍ନ କେଉଁଠି ଥିଲା? ଆକାଶରେ, ପାଣିରେ, ପୋଖରୀରେ, ନଈରେ। ରାଇଟ୍ ଆନ୍ସର୍ ହେବ ଆକାଶରେ। ପିଲାମାନେ ଆଜି ଏତିକି, ପୁଣି ନେକ୍ସଟ ଆମେ ଆଉ ଗୋଟେ ଧରିକିନା ଆସିବା, ଯେଉଁଟାକି କହିବା ଆଗରୁ କରିବା ହେଲା। ଏଟାକୁ ଦେଖ, ଭିଡ଼ିଓକୁ ସମସ୍ତେ ଲାଇକ୍ କରିବା, ଆଉ ଯେଉଁମାନେ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ ସବସ୍କ୍ରାଇବ୍ କରିଦେବା ହେଲା। ଆଉ ଟୋଟାଲ୍ ସବୁ ଟପିକ୍ର ସବୁ ମାନେ ସବଜେକ୍ଟ ଆଣିବି ହେଲା। ଆମର ଭାଷା ହେଉ କି ସେ ଜଣା ଅଜଣା ହେଉ, ତାପରେ ଗଣିତ ହେଉ, ସେ ରିଜନିଂ ସବୁ ଆସିବ, ଆସ୍ତେ ଆସ୍ତେ ସବୁ ଆସିବ। ମୋତେ ଟିକେ ସପୋର୍ଟ କର ହେଲା। ଥ୍ୟାଙ୍କ ୟୁ।